ପିଲାମାନେ ଆସ ଆଜି ଆମେ ଗୋଟିଏ ଗପ ଶୁଣିବା। ଗପର ନାଁ ହେଲା ଚାଷୀ ଓ ପାରାର ସୁନା ଅଣ୍ଡା। ଏକଦା ଜଣେ ଗରିବ ଚାଷୀ ଥିଲା। ତାର ଏକ ପୋଷା ପାରା ଥିଲା। ଦିନେ ସକାଳେ ଚାଷୀ ଦେଖିଲା ଯେ ପାରାଟି ଏକ ସୁନାର ଅଣ୍ଡା ଦେଇଛି। ଏହା ଦେଖି ଚାଷୀର ଖୁସି କହିଲେ ନ ସରେ। ସେ ଅଣ୍ଡାକୁ ବଜାରରେ ବିକ୍ରି କରି ବହୁତ ଧନ ପାଇଲା। ଏହାପରେ ପାରାଟି ପ୍ରତିଦିନ ଗୋଟିଏ ଲେଖାଏଁ ସୁନା ଅଣ୍ଡା ଦେବାକୁ ଲାଗିଲା ଏବଂ ଚାଷୀ ଧୀରେ ଧୀରେ ଧନୀ ହୋଇଗଲା। କିନ୍ତୁ ଚାଷୀ ମନରେ ଲୋଭ ବଢ଼ିଗଲା। ସେ ଭାବିଲା ପାରାର ପେଟରେ ନିଶ୍ଚୟ ବହୁତ ଗୁଡ଼ିଏ ସୁନା ଅଣ୍ଡା ଥିବ। ଏହିପରି ଭାବି ସେ ଦିନେ ଛୁରୀରେ ପାରାର ପେଟକୁ କାଟିଦେଲା। କିନ୍ତୁ ସେଠାରେ କୌଣସି ଅଣ୍ଡା ନଥିଲା। ଚାଷୀଟି ନିଜର ଭୁଲ ବୁଝିପାରିଲା, ବହୁତ କାନ୍ଦିଲା। କିନ୍ତୁ ସେତେବେଳକୁ ସବୁ କିଛି ସରିଯାଇଥିଲା। ପିଲାମାନେ, ଏଇ ଗପରୁ ଆମେ କ'ଣ ଶିଖିଲେ ନିଶ୍ଚୟ ଭାବରେ କମେଣ୍ଟ ବକ୍ସରେ ଜଣାଇବେ।